ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜିର ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବରଟି ଆରମ୍ଭ କରିବା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଉଛନ୍ତି ନିଶ୍ଚିତ ଗୋଟିଏ କମେଣ୍ଟ କରିବେ। ଗୋଟିଏ ଦିନରେ 1700 ଅଭିଯୋଗ ଶୁଣିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖାଲି ଅଭିଯୋଗ ଶୁଣିନାହାନ୍ତି, ଅନେକ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦିନକୁ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ ଆଗାମୀ ଦିନରେ ଆରଡିଡିସି ତଳରେ କିଭଳି ସମାଧାନ କରାଯିବ ସେ ନେଇ ବ୍ୟବସ୍ଥା ମଧ୍ୟ କରାଯାଉଛି। କିଛି ଲୋକଙ୍କର ସମସ୍ୟା ମଧ୍ୟ ସମାଧାନ ହୋଇଗଲାଣି। ସେପଟେ ଅଭିଯୋଗ ଶୁଣାରେ ଖାଲି ମୁଖ୍ୟମନ୍ତ୍ରୀ ନୁହନ୍ତି, 6ଟି ମନ୍ତ୍ରୀ 5ଟି ସଚିବ ମଧ୍ୟ ଉପସ୍ଥିତ ରହି ସବୁ ସମସ୍ୟା ଶୁଣନ୍ତି। ଆଉ ତାଙ୍କର ମଧ୍ୟ ସବୁ ସମାଧାନ ସାଙ୍ଗେ ସାଙ୍ଗେ କରିଦିଅନ୍ତି। ତେବେ ଏ ନେଇ ଲୋକଙ୍କ ମନରେ ବହୁତ ଉତ୍ସାହ ଅଛି। ମୁଁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ସମସ୍ୟା ନିଶ୍ଚିନ୍ତ ଶୁଣିବେ ଏବଂ ତାର ସମାଧାନ ମଧ୍ୟ କରିବେ। ବଡ଼ ଦାଣ୍ଡରେ ତିନି ରଥ, ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଆଉ ଏଇଠି ଅପେକ୍ଷା କରିଛନ୍ତି ଭକ୍ତମାନେ। ଆଉ 2 ଦିନ ପରେ ସୁନାବେଶରେ ସଜେଇ ହେବ ସୁନା ଠାକୁର। ତା ପୂର୍ବରୁ କେଉଁ ଠାକୁର କେଉଁ ଅଳଙ୍କାର ପିନ୍ଧିବେ? ତେବେ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧା ମୂରତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଘରୁ ପାଳିଆ, ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ଏବଂ ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ଆଉ କୁହାଯାଏ ଯେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ, ସବୁ ପୁଣ୍ୟ ମିଳେ। ବର୍ଷକୁ ଶ୍ରୀଜୀଉ 4 ଥର ସୁନାବେଶ ହୋଇଥିବା ବେଳେ ମନ୍ଦିର ବାହାରେ ଗୋଟିଏ ଥର ହୋଇଥାଏ। ବାହୁଡ଼ା ଯାତ୍ରାରେ ସୁନାବେଶ ଦର୍ଶନ କରି କୋଟି କୋଟି ଲୋକ ପୁଣ୍ୟ ଅର୍ଜନ କରନ୍ତି ବୋଲି କୁହାଯାଏ। ସେଥିପାଇଁ ଦର୍ଶନ କରିବାକୁ ଲୋକଙ୍କ ମଧ୍ୟରେ ବହୁତ ଭିଡ଼ ଏବେ ଜମିଥାଏ। ଆଉ ଲକ୍ଷାଧିକ ଲୋକଙ୍କ ଭିଡ଼ ସାମ୍ନାରେ ସଜେଇ ହୋଇ ବସିଥାନ୍ତି ବଡ଼ ଠାକୁର। ପୁଣି ଥରେ ଏସ୍‌ବିଆଇ ଗ୍ରାହକଙ୍କୁ ବଡ଼ ଝଟକା। ବ୍ୟାଙ୍କର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି, ବଢ଼ିବ ଇଏମ୍ଆଇ। ଯଦି ଆପଣଙ୍କର ଏସ୍‌ବିଆଇ ଭାରତର ସବୁଠାରୁ ବ୍ୟାଙ୍କ ମଧ୍ୟରୁ ଏକ ଆକାଉଣ୍ଟ ଖୋଲା ଅଛି, ତେବେ ଏହି ଖବର ଆପଣଙ୍କୁ ନିରାଶ କରିପାରେ। ଆକାଉଣ୍ଟଧାରୀମାନଙ୍କ ପାଇଁ ପ୍ରତିଦିନ ବ୍ୟାଙ୍କ ଦ୍ୱାରା ନୂଆ ନିୟମ ତିଆରି କରାଯାଏ। ଇତିମଧ୍ୟରେ ବ୍ୟାଙ୍କ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ତାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବ୍ୟାଙ୍କ ପାଣ୍ଠି ଋଣ ହାର ସାମଗ୍ରିକ ମୂଲ୍ୟକୁ 10 ଆଧାର ପଏଣ୍ଟରେ ଅର୍ଥାତ୍ ଚୟନକର୍ତ୍ତାଙ୍କ ଉପରେ 0.10% ବୃଦ୍ଧି କରିଛି। ଏହି କାରଣରୁ ଏହି କାରଣରୁ ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହୋଇ ଆହୁରି ଲୋକଙ୍କୁ ବର୍ତ୍ତମାନ ଇଏମ୍ଆଇ ଦେବାକୁ ପଡ଼ିବ ବୋଲି କୁହାଯାଉଛି। ତେବେ ଜୁଲାଇ 15ରୁ ଏହା ଲାଗୁ ହେବ ବୋଲି କୁହାଯାଉଛି। 2 ବର୍ଷ ଅବଧିରେ ଏସ୍‌ବିଆଇ ଏବେ ଏମ୍‌ସିଏଲ୍‌ଆର୍ 0.10 ବୃଦ୍ଧି କରିଛନ୍ତି, ଯାହା ଫଳରେ ଆପଣଙ୍କୁ ଇଏମ୍ଆଇ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏହାକୁ 8.75 ଏବଂ 8.85କୁ ବୃଦ୍ଧି ପାଇଛି, ମାନେ 0.10 ବୃଦ୍ଧି ପାଇଛି ବୋଲି କୁହାଯାଉଛି। ଆଜି ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ ସୋମବାର ଦିନ କିଛି ବଢ଼ିଥିଲା, ଆଉ ତା ପରଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। କିଛି ସ୍ଥାନରେ ଦର ଖସିଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ମଧ୍ୟ ରହିଛି, କିନ୍ତୁ ଦର ବଢ଼ିନାହିଁ। ସେହିଭଳି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପାଖାପାଖି £1.50 ହ୍ରାସ ପାଇଛି ବୋଲି କୁହାଯାଉଛି। ସରକାରଙ୍କ ବଡ଼ ନିଷ୍ପତ୍ତି, ଖୁବ୍ ଶୀଘ୍ର ଏପରି ଲୋକଙ୍କ ରାସନ କାର୍ଡ ବାତିଲ କରିବାକୁ ନିଷ୍ପତ୍ତି ନିଆଯିବ, ଯେଉଁଥିପାଇଁ ସମସ୍ତଙ୍କ ମୁହଁରେ ଅନେକ ନିରାଶା ଦେଖିବାକୁ ମିଳିଛି। ଆଉ ଦେଶରେ ଅନେକ ପ୍ରକାର ଲୋକ ଅଛନ୍ତି ଯେଉଁମାନେ ଅଯୋଗ୍ୟ, କିନ୍ତୁ ତାଙ୍କ ପାଖରେ ରାସନ କାର୍ଡ ଅଛି। ଏହିପରି ଲୋକଙ୍କୁ ଦମନ କରିବା ପାଇଁ ସରକାର ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଯଦି ଜଣେ ବ୍ୟକ୍ତି ଅଯୋଗ୍ୟ ଏବଂ ସରକାର ଫାଇଦା ଉଠାଉଛନ୍ତି, ତାହା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କ ରାସନ କାର୍ଡ କଟିଯିବ। ସରକାର ଏଭଳି ଲୋକଙ୍କୁ ବହୁ ପରିମାଣରେ ଛଟେଇ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ଲୋକମାନେ ବହୁତ କ୍ଷତି ସହିବାକୁ ପଡ଼ିବ। ଆୟକର ପ୍ରଦାନକାରୀ ସତ୍ତ୍ୱେ ମାଗଣା ରାସନ ସୁବିଧା ପାଉଥିବା କିଛି ଲୋକ ବସିଛନ୍ତି। ଅଯୋଗ୍ୟ, ତାଙ୍କର ଇନକମ୍ ପରିମାଣ ଅଧିକ ଅଛି।
ଏବଂ ସରକାରୀ କର୍ମଚାରୀ ମଧ୍ୟ କିଛି ଅଛନ୍ତି। ତା ସତ୍ତ୍ୱେ ମଧ୍ୟ ରାସନ ପାଉଛନ୍ତି। କିଛି ଲୋକ ମଧ୍ୟ ରାସନ ପାଇବାର ଯୋଗ୍ୟ ନଥିଲେ ମଧ୍ୟ ଏତେ ପରିମାଣର ରାସନ କାର୍ଡ଼ ଅଛି ଯାହାଫଳରେ ରାସନ କାର୍ଡ଼ ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ପ୍ରକୃତ ଯୋଗ୍ୟ, ଯେଉଁମାନେ ପ୍ରକୃତ ଚାଉଳ ପାଇବା ପାଇଁକି ଯୋଗ୍ୟ ବୋଲି କହିଛନ୍ତି ତାଙ୍କୁ ରାସନ କାର୍ଡ଼ ମିଳିବ। ନୂଆ ଆବେଦନ କଲେ ପୁଣି ମିଳିବ ବୋଲି କୁହାଯାଉଛି। କିନ୍ତୁ ଯେଉଁମାନେ ପୁରୁଣା ଅଛନ୍ତି ରାସନ କାର୍ଡ଼ ଧରି ୟୁଜ୍ କରୁଛନ୍ତି ତାଙ୍କୁ କଟାଯିବ ବୋଲି କୁହାଯାଉଛି। ବର୍ତ୍ତମାନ 20,000ରୁ ଅଧିକ ଏଇଭଳି ରାସନ କାର୍ଡ଼ ବାହାରିଛି ଯାହାଫଳରେ ସବୁ ବାତିଲ କରାଯିବ। ଚାଷୀମାନଙ୍କୁ 3 ଲକ୍ଷ ଦେଉଛନ୍ତି ସରକାର। କିଷାନ କ୍ରେଡିଟ୍ କାର୍ଡରେ 3 ଲକ୍ଷ ପର୍ଯ୍ୟନ୍ତ ଲାଭେଦନ ପାଇପାରିବେ। ଆବେଦନ କରନ୍ତୁ। ଚାଷୀଙ୍କ ବିତ୍ତୀୟ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ହେଉଥିଲା ଯେ କୃଷକମାନଙ୍କୁ ଶସ୍ତା ସୁଧ ହାରରେ ଋଣ ଯୋଗାଇ ଦେବାର ସାହାଯ୍ୟ କରିବା, ଯାହାଦ୍ୱାରା ସେମାନେ ସେମାନଙ୍କର ବିଭିନ୍ନ କୃଷି କାର୍ଯ୍ୟରେ ଖର୍ଚ୍ଚ ପୂରଣ କରିପାରିବେ। ଏହି ଯୋଜନା ଦେଶ ପାଇଁ ବହୁତ ଉଦ୍ଦିଷ୍ଟ ଥିଲା। ଯେଉଁମାନେ ବିଭିନ୍ନ ପ୍ରକାର କୃଷି ପଶୁପାଳନ କରୁଛନ୍ତି ତାଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ ଯୋଜନା ଆରମ୍ଭ ହୋଇଥିଲା। ଆଉ ଏବେ କିଷାନ କ୍ରେଡିଟ୍ କାର୍ଡରେ ପାଖାପାଖି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ ଋଣ। ଆଉ ଏହା ଧାନ, ଗହମ, ଡାଲି, ଉଦ୍ୟାନ କୃଷି ଅନ୍ୟାନ୍ୟ ସହାୟତା ମଧ୍ୟ ହେବ ଚାଷୀମାନଙ୍କ ପାଇଁ। ଏଥିପାଇଁ କେବଳ ଆବେଦନ କରିବାକୁ ପଡ଼ିବ। ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ଅଫିସିଆଲି ୱେବସାଇଟକି ଯାଇ ଆବେଦନ କରିପାରିବେ। 1998 ମସିହା ରିଜର୍ଭ ବ୍ୟାଙ୍କ ଏବଂ ନାବାର୍ଡ ସହଯୋଗରେ ଏହି ଯୋଜନା ସରକାର ଆରମ୍ଭ କରିଥିଲେ। ଏହି ଯୋଜନାର ନାମ ହେଉଛି କିଷାନ କ୍ରେଡିଟ୍ କାର୍ଡ ସ୍କିମ୍। ଏହି ଯୋଜନା ଅଧୀନରେ ସରକାର ଚାଷୀଙ୍କୁ ମାତ୍ର 4% ସୁଧ ହାରରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି। ତେଣୁ ଆପଣ ଯାଇ ଅନଲାଇନ୍ ପୋର୍ଟାଲରେ ଆବେଦନ କରିପାରିବେ ଏବଂ 3 ଲକ୍ଷର ଋଣ ମଧ୍ୟ ପାଇପାରିବେ। ବାହୁଡ଼ା ପରେ ଖସିଲା ସୁନା ଦର। ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ବାହୁଡ଼ାରେ ସୁନା ପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ଜୁଲାଇ 15 ସୋମବାର ଦିନ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ହ୍ରାସ ପାଇଛି। ଆଉ 10 ଟଙ୍କା ହ୍ରାସ ପାଇଛି। ଆଉ 10 ଗ୍ରାମ ହଳଦିଆ ଧାତୁର ମୂଲ୍ୟ 73,740 ଟଙ୍କା ରହିଛି। ରୂପା ମୂଲ୍ୟ 100 ଟଙ୍କା ହ୍ରାସ ପାଇଛି। 1 କିଲୋଗ୍ରାମ ରୂପାର ମୂଲ୍ୟ 95,400 ଟଙ୍କା ଏବେ ବିକ୍ରି ହେଉଛି। ସେହିଭଳି 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଟଙ୍କାର ହ୍ରାସ ପାଇଛି। ଆଉ 10 ଗ୍ରାମ ସୁନା ଏବେ 67,590 ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱରରେ 24 କ୍ୟାରେଟ୍‌ର 10 ଗ୍ରାମ ପ୍ରତି ଅଛି 73,350 ଟଙ୍କା ଥିବାବେଳେ 22 କ୍ୟାରେଟ୍ 10 ଗ୍ରାମ ପ୍ରତି 67,590 ଟଙ୍କା ରହିଛି ବୋଲି କୁହାଯାଉଛି। ତେବେ ହାଇଦ୍ରାବାଦ, କୋଲକାତା, ମୁମ୍ବାଇରେ ମଧ୍ୟ ପାଖାପାଖି 10ରୁ 20 ଟଙ୍କା କମିଛି। ଆଉ ରୂପା କିଲୋ ପିଛା 100 ଟଙ୍କା କମିଛି।